ସାଙ୍ଗମାନେ ନମସ୍କାର। ଆମେ ଇଟିଂ ଚ୍ୟାଲେଞ୍ଜ ବହୁତ ଦିନ ହେଲା କରିନଥିଲୁ, ଆଉ ଟିକେ ଅସୁବିଧା ଥିଲା ବୋଲି ମୁଁ ଗାଁକୁ ଟିକେ ଯାଇଥିଲି ବୋଲି ଆଉ ସେଥିପାଇଁ କରିନଥିଲୁ। ବର୍ତ୍ତମାନ ଆଜି ଆମେ ଇଟିଂ ଚ୍ୟାଲେଞ୍ଜ କରୁଛୁ। ବର୍ତ୍ତମାନ ଯିଏ ହାରିବ ଆଜି ଗୋଟେ ଜୋରଦାର ପନିସମେଣ୍ଟ ଅଛି। ଦେଖନ୍ତୁ ସାଙ୍ଗମାନେ, ଆମର ଇଏ ହେଉଛି ଭାତ, ହେଉଛି କୋବି ତରକାରୀ, ହେଉଛି ଘୁଗୁନି, ହେଉଛି ଗୋଟେ କୋବିରେ ଗୋଟେ କଟଲେଟ୍ ହେଇଛି, ହେଉଛି ଗୋଟେ କଲରା ଚିପ୍ସ। ମୋର ମାଛଟା ଅଧିକା ଆଉ ମାଛ ଟିକେ ଅଧିକ, ମୋର ତାଙ୍କର ମାଛ ଅଧିକ ହେଲେ ସାଙ୍ଗମାନେ ମୋର କଟଲେଟ୍ ଅଧିକ। ମୁଁ ତା ସମୟରେ ଆଇଁଷ ଭାତ ଖାଇଦେବି, ଅଧିକ ଆଉ ଭାତ ଅଧିକ ନାହିଁ, ଭାତ ସମସ୍ତଙ୍କର ଏକା ଏକା। ଚାଲ ଆରମ୍ଭ କରିବା ସାଙ୍ଗମାନେ ଆଉ। ଆଜି ମାଛ ଯେ ଉଡ଼ିଯିବ, ମୋର ସାଧାରେ ଟିକେ ଲେଟ୍ ହବ ଆଉ, ମୁଁ ହାରିବି ଆଉ, ଜାଣିଛି ଆଉ। ଭାତ ନରମ ହେଇଯିବ ନା। ତମ ଦିନ ତରକାରୀ ମୁଁ ଭାତ କଣ ଆଗ ଖାଇଦଉଛ, ଦେଖନ୍ତୁ ମୁଁ ଭାଇ ଛୁଟି ଯାଉଛି ତରକାରୀ ଛାଡ଼ିକି ସବୁ ତରକାରୀ ଖାଇପାରିଲିନି। ଆଉ ତାଙ୍କର ଭାତ ଶେଷ, ତାଙ୍କର ମୋର ତରକାରୀ ଶେଷ, ତାଙ୍କର ତରକାରୀ ଅଛି। ଆଉ ଆପଣମାନେ ଯାହା ବିଚାର କରିକି କମେଣ୍ଟରେ ଲେଖିବ କିଏ ହାରିଲା କିଏ ଜିତିଲା। ମତେ ଆଜି ପନିସମେଣ୍ଟ କଣ ଦବ ନା କଣ? ନାଇଁ ଛାଡ଼ ଆଜି ଆଉ ଛାଡ଼ିଦିଅ, ମୁଁ ତ ତରକାରୀ ଖାଇପାରୁନି, ଭଲ ନାହିଁ, ଗୋଟେ ଫୁଲ ଖାଇହବନି ଆଉ, ନହେଲେ ଛାଡ଼ି ନଥିଲେ ଖାଇ ଦେଇଥାନ୍ତି। ସାଙ୍ଗମାନେ କମେଣ୍ଟରେ ଲେଖିବେ ଆଜି କିଏ ଜିତିଲା କିଏ ହାରିଲା। ଠିକ୍ ଅଛି, ଆମେ ଆଜି ଜାଣିପାରିଲୁନୁ। ଆଉ ମୋର ଭାତ ରହିଥିଲା, ତାଙ୍କର ଭାତ ସରିଥିଲା। ଆଉ ଆପଣମାନଙ୍କୁ ଦେଖିବେ କମେଣ୍ଟରେ ଲେଖିବେ ଟିକେ ନାକୁ। ଆଉ ଆମ ଇଟିଂ ଚ୍ୟାନେଲ୍ ଯଦି ଖାଇବାଟା ଆଜି ଭଲ ଲାଗିଲା, ଆପଣ ଟିକେ ସବସ୍କ୍ରାଇବ୍ ଲାଇକ୍ କରିଦେବେ। ଆଉ କ୍ୟାମେରାମ୍ୟାନ୍କୁ ଟିକେ ଧନ୍ୟବାଦ ଦେବେ, ସେ ଭଲ ଭିଡ଼ିଓ କରୁଛନ୍ତି ବୋଲି ଏପଟ ସେପଟ ହେଇକି। ଆଉ ରହିଲୁ, ନମସ୍କାର, ଜୟ ଜଗନ୍ନାଥ।